ସେଇଟା ହିଁ ତ ଇନଭେଷ୍ଟିଗେସନ ର ଗୋଟେ ପାର୍ଟ, ସେଇଟା ହିଁ ତ ଇନଭେଷ୍ଟିଗେସନ ର ପାର୍ଟ। ଆଜ୍ଞା ମୁଁ ତ କିଛି ନୁହଁ, ଆପଣ ମାନେ ସମସ୍ତେ ମତେ କାହିଁକି ଏତେ ଇମ୍पोର୍ଟାନ୍ସ ଦେଲେ, କାହିଁକି ମୋର ଆରେଷ୍ଟ କୁ ଏତେ ମାନେ ଇଏ କରିଦିଆଗଲା। ଲୋକ ତ ମର୍ଡର କରିକି ଜେଲ ଯାଉଛନ୍ତି, ତାଙ୍କୁ କେହି ଚିହ୍ନୁଛି କି? କିନ୍ତୁ ମତେ ବହୁତ ଲୋକ ଚିହ୍ନିଛନ୍ତି। ମୁଁ କାହାକୁ ମର୍ଡର କରିଛି ନା ବଳାତ୍କାର କରିଛି କରିଛି କି ମୁଁ କାହାର କିଛି କରିନି। ସଜେଇ ଦିଆଗଲା ଲେଡି ବ୍ଲାକମେଲର, ସଜେଇ ଦିଆଗଲା ମତେ ଲେଡି ବ୍ଲାକମେଲର। ମୋ ଛୁଆକୁ ମାନେ 5 ବର୍ଷର ଛୁଆକୁ ସେ ମାନେ ମୋ କୋଳରୁ ଛଡେଇ ନେଲେ। 1.5 ବର୍ଷ ପର୍ଯ୍ୟନ୍ତ ସେ ପିଲା 4 ମାସ 1.5 ବର୍ଷ ଭିତରେ 4 ମାସ ସେ ଟୋଟାଲ ଘରୁ ବାହାରିନି, ଏଇଭଳିଆ ପୋଜିସନ କରିଦେଇଥିଲେ। ସେ ମୋ ହାତରୁ ଖାଉଥିଲା, ମୋ ହାତରୁ ସେ ଖାଇବା ବି ଛାଡି ଦେଇଥିଲା। କୋଉ ପୋଜିସନ ଆମ ଘରର କରିଦେଇଥିଲେ। ଘରେ ଯାଇକି ତାପରେ ସେମାନେ ସେରେଲେକ୍ ତାର ହଗିସ୍ କିଣିକି ଆମ ଘରର ଇଲେକ୍ଟ୍ରିକ ବିଲ୍ ବାନ୍ଧିକି ମାନେ ସବୁ ଜିନିଷ ସେମାନେ କରିଛନ୍ତି। ଯଦି ସେମିତି କରୁଥିଲ ମତେ ଜେଲରେ କଣ ପାଇଁ ରଖିଥିଲ, କଣ ଆକ୍ଚୁଆଲି ଇଣ୍ଟେନ୍ସନ? ଲାଷ୍ଟରୁ ଆଜ୍ଞା ମୋର ଯେତେବେଳେ ବେଲ୍ କରାଗଲା, କୋର୍ଟରେ ବେଲ୍ କରିବାର ସମୟ ଆସିଲା, ମୋ ସହିତ ଗୋଟେ କଣ୍ଡିସନ କଲେ। ମୁଁ କହିଲି ମତେ ବାହାର କର ଏଠୁ, ତାପରେ ତମେ କଣ କହୁଛ ତମ କଣ୍ଡିସନରେ ମୁଁ ରାଜି ହେବି। ଆଜ୍ଞା ମୁଁ ମରିବା ପରିସ୍ଥିତିରେ ଥିଲି, ମୋ ପାଖରେ ଆଉ କିଛି ଅପସନ ହିଁ ନଥିଲା ତାଙ୍କ କଥାକୁ ଆକ୍ସେପ୍ଟ କରିବା ଛଡା। କାହିଁକିନା ସମସ୍ତେ କିଣା, ଷ୍ଟାଫ୍ ଠୁ ଆରମ୍ଭ କରି ଜେଲ୍ ଠୁ ଆରମ୍ଭ କରି ଆଡମିନିଷ୍ଟ୍ରେସନ ଠୁ ଆରମ୍ଭ କରି ସମସ୍ତେ କିଣା ହେଇଛନ୍ତି। ମୋ କଥା କିଏ ଶୁଣିବ, ମୋ କଥା କିଏ ଶୁଣିବ? ମୁଁ ସେଠି ଲାଚାର ଥିଲି। ଗଣମାଧ୍ୟମ ବି ସେଇ ନ୍ୟୁଜରେ ତାଙ୍କରି ରିପୋର୍ଟରେ ସମସ୍ତେ ଭଳି ଯାଇଥିଲେ। ମୁଁ କଣ କରିପାରିବି? ମୋ ପାଖରେ କଣ କେପାବିଲିଟି ଥିଲା ଯେ ମୁଁ ସେଠି ଏକା ଲଢେଇ କରିବି? ମତେ କୁହନ୍ତୁ, ମୋ ପାଖରେ କିଛି ଅସ୍ତ୍ର ବି ନଥିଲା। ମୁଁ ବାଧ୍ୟ ହେଇକି ତାଙ୍କ କଥା ମାନିବାକୁ ବାଧ୍ୟ ହେଲି, ତଥାପି ବି ମୁଁ ନିଜେ ସଂଗ୍ରାମ କଲି। ସେଠି ଲାଷ୍ଟକୁ ମତେ କହିଲେ ତୁ ମେଣ୍ଟାଲ, ତୁ ତୋ ଛୁଆ କଥା ଭାବି ଭାବିକି ତୁ ମେଣ୍ଟାଲ ହେଇଯାଇଛୁ, ତୋତେ ସେଭଳିଆ ଲାଗୁଛି ବୋଲି ଗୋଟେ ପିଟିସନ ଲେଖ ଆମର ଡିଷ୍ଟ୍ରିକ୍ଟ ଜଜ୍ ଗୋଟେ ପିଟିସନ ଲେଖ ବୋଲି ଜବରଦସ୍ତି କରେଇଲେ। ମୁଁ କହିଲି ନା ମୁଁ ଲେଖିବି ନାହିଁ, ପଛେ ମୁଁ 10 ବର୍ଷ ଜେଲରେ ରହିବି। ମୁଁ ଭୁଲ କରିଛି କଣ କରିଛି ସେଟା ତ କୋର୍ଟ ଡେଫିନେଟଲି ଦେଖିବ, ଆଜି ନହେଲେ କାଲି ଦେଖିବ। ମୋର ସେ ବିଶ୍ୱାସ କୋର୍ଟଙ୍କ ଉପରେ ଅଛି। ତ ଆପଣ ଯାହା କରନ୍ତୁ, ମୁଁ କୌଣସି ମେଡିକାଲ ଗ୍ରାଉଣ୍ଡ ନେବି ନାହିଁ କି କୌଣସି ମୋର ମେଣ୍ଟାଲ ଇନଷ୍ଟାବଲ ଅଛି ବୋଲି ମୁଁ କୌଣସି ଜିନିଷ ଉଲ୍ଲେଖ କରିବି ନାହିଁ ବୋଲି ମୁଁ ତାଙ୍କୁ ସେଥିରେ ମୋର ଯୁକ୍ତି ତର୍କ ହେଇଥିଲା, ଯୋଉଟା ସେଥିରେ ସମସ୍ତେ ଉପସ୍ଥିତ ଥିଲେ। ତୁ ସାଇକାଟ୍ରିକ ହେଇଛୁ, ତୋର ମେଣ୍ଟାଲ କଣ୍ଡିସନ ଠିକ ନାହିଁ ବୋଲି ମତେ ସେତିକି କରାଯାଇଥିଲା। ଜବରଦସ୍ତି ମେଡିକାଲ ନବା ପାଇଁ ଟ୍ରାଏ କରିଥିଲେ, ମେଡିସିନ ଦବା ପାଇଁ ଟ୍ରାଏ କରିଥିଲେ, ଇଞ୍ଜେକ୍ସନ ଦବା ପାଇଁ ଟ୍ରାଏ କରିଥିଲେ। ବହୁତ କଷ୍ଟରେ ଆଜ୍ଞା ମୁଁ ସେଠୁ ବର୍ତ୍ତିକି ଆସିଛି। ଏବେ ବି ବହୁତ ସାରା ଲୋକ, ବହୁତ ସାରା ଅସାମାଜିକ ଲୋକ ମୋ ଘର ପାଖକୁ ଆସିକି ମୁହଁରେ ଏସିଡ ଫୋପାଡ଼ି ଦବୁ, ରାଜ୍ୟ ଛାଡିକି ଯା। ମୋ ସାଥିରେ 3ଟା କଣ୍ଡିସନ କରିଥିଲେ। ତୁ ସାଇକାଟ୍ରିକ ବୋଲି ତୁ ନିଜେ କହ, ଲେଖିକି ଦେ, ଚାଲ ଆମେ ମେଡିକାଲ ନେଇଯିବୁ, ତୋର ପ୍ରେସକ୍ରିପସନ ବନେଇବୁ। ତାପରେ କହିଥିଲେ ତୁ ରାଜ୍ୟ ଛାଡିକି ପଳେଇବୁ, ଯୋଉଟା କି संपूर्ण जेल स्टाफ मानक सामने ହେଇଛି, ଯୋଉଟା ଆଗକୁ ତଦନ୍ତ ହବା ନିତାନ୍ତ ଆବଶ୍ୟକ। ଆଉ ଆପଣ ସେ ଏଭିଡେନ୍ସ ଟା ଶୁଣି ଦିଅନ୍ତୁ ନିଜେ, କମ୍ପ୍ଲେନେଣ୍ଟ କଣ କହୁଛନ୍ତି ନିଜେ ଶୁଣି ଦିଅନ୍ତୁ ଯେ ତାଙ୍କୁ କେମିତି ପଇସା ଦେଇକି କିଣା ହେଇଛି। ତାଙ୍କୁ ବି କିଡନାପ କରାହେଇଛି, ତାଙ୍କୁ ବି ଫେରାର କରାହେଇଥିଲା। 1.5 ବର୍ଷ ପର୍ଯ୍ୟନ୍ତ ଫେରାର କରାଯାଇଥିଲା ତାଙ୍କୁ, ଯୋଉ ଏନବିଡବ୍ଲ୍ୟୁ ତାଙ୍କ ଅଗେନ୍ଷ୍ଟରେ ହେଲା ବି ଫେରାର କରାଯାଇଥିଲା। ଏଇ ଘଟଣା ପରେ ମୁଁ ଜାଣିନି ଯେ ସିଏ ବି ସୁରକ୍ଷିତ ରହିବ କି ନାହିଁ, ଗାୟବ କରିଦେବେ ତାକୁ, ମମିତା ମେୟାର ବନେଇଦେବେ, କହିହବନି। ଦେଖନ୍ତୁ ଆପଣ, ମୁଁ ଏଟା ରିଟେନଲି ଅଡିଓଟା ଏବେ ଅଡିଓଟା ମୁଁ ଆପଣମାନଙ୍କୁ ଦଉଛି। ଯୋଉ ଅଡିଓରେ ଯୋଉ ଷ୍ଟେଟମେଣ୍ଟ ଗୁଡିକ ଅଛି, ସେ ପ୍ରତ୍ୟେକ ଷ୍ଟେଟମେଣ୍ଟ ଲିଖିତ ଆକାରରେ ଆମେ ଆଣିଛୁ ଏଠି, ମ୍ୟାଡାମ ପଢିବେ। ଆଉ ସେ ପ୍ରତ୍ୟେକ ଅଡିଓର ଆପଣ ମାନେ ଯଦି ଅଡିଓ ଚାହୁଁଛନ୍ତି, ଅଡିଓ ଆପଣଙ୍କ WhatsApp କୁ ନିହାତି ଭାବରେ ଦିଏ। ଶ୍ରଦ୍ଧାଞ୍ଜଳି ବେହେରା ଯେ କମ୍ପ୍ଲେନେଣ୍ଟ, ମୋର କେସର କମ୍ପ୍ଲେନେଣ୍ଟ, ସେ ନିଜେ କନଫେସ କରିଛନ୍ତି, ନିଜେ କହିଛନ୍ତି। ସେଥିରେ ଫାର୍ଷ୍ଟ ସେ କହିଛନ୍ତି କି ମୋର ପଇସା ନିଡ୍ ଅଛି, ଏଇଥିପାଇଁ ମତେ କି କୋର୍ଟ ଫିସ୍ ଆଉ ଘର ଭଡା ଦବାକୁ ପଡୁଛି। ଏତେ ବଡ ଦୁନିଆରେ ମୁଁ ଏକା, ମୁଁ ଜବ୍ କରିପାରୁନି, କୋଉଠି ଗୋଟେ ମତେ ବିଜନେସ ନ କଲେ ମୁଁ କେମିତି ଚଳିବି? ଆର ନହେଲେ ପାର ତ ମୁଁ କରିବି ନା, ମୋର କୌଣସି ସୋର୍ସ ହିଁ ନାହିଁ। ମତେ ୟୁଜ କରୁଥିଲେ ସେମାନେ, ସେଥିପାଇଁ ମତେ ପଇସା ଦଉଥିଲେ। ମୁଁ କିଛି କରିବା ପାଇଁ ଚାହୁଁଛି ହେଲେ କିଛି କରିପାରୁନି। ଆଟଲିଷ୍ଟ ମତେ ସେଟେଲ ହେଲେ କରିଦିଅନ୍ତେ। ସେମାନେ ମତେ ଏମିତି ହାଲତରେ ଛାଡିଦେଲେ ଯେ ମୋ ପାଖରେ ଆଉ ଠୋପା ପାହୁଲାଟେ ନାହିଁ। ସେମାନେ ମତେ ୟୁଜ ଆଣ୍ଡ ଥ୍ରୋ କରି ଛାଡିଦେଲେ। ମୁଁ ତ ସେମାନଙ୍କୁ 4 ରୁ 5 କୋଟି ଟଙ୍କା ମାଗୁନଥିଲି, ଯେତିକି ହଉଛି ଆଟଲିଷ୍ଟ ଗୋଟେ ଏମାଉଣ୍ଟ ଯୋଉଥିରେ ମୁଁ ବେପାର କରିକି ଚଳିପାରିବି। ପ୍ରଥମ ଷ୍ଟେଟମେଣ୍ଟ କମ୍ପ୍ଲେନେଣ୍ଟ ଶ୍ରଦ୍ଧାଞ୍ଜଳିର। ଦ୍ୱିତୀୟ ହେଲା, ମୋର ବେଲ୍ ହେଲାର 3-4 ମାସ ପର୍ଯ୍ୟନ୍ତ ବି ଓକିଲ ତାଙ୍କ ପଇସା ପାଉଥିଲେ, ମୁଁ ମୋ ପଇସା ପାଉଥିଲି। ତାଙ୍କ ସରକାର ଥିଲା ପର୍ଯ୍ୟନ୍ତ ଦେଉଥିଲେ, ତାଙ୍କ ବିଜେଡି ସରକାର ଗଲା, ମୁଁ 1 ମାସ ପାଇଲି। ତାପରେ ଆଡଭୋକେଟ ବି ତାଙ୍କ ପଇସା ପାଇଲେ,
ସେମାନଙ୍କୁ ବହୁତ କେଞ୍ଚିବାକୁ ପଡିଥିଲା। ସାର୍ କଣ ହେଲା 15 ଥର କଲ୍ କଲା ପରେ ରେସ୍ପଣ୍ଡ କରୁଥିଲେ। दिन थिला सेमाने तांको साइड रो कॉल करुथिले। सेमिति नाइ जे बीजेडी गवर्नमेंट भांगीगला बोली सेमाने देबालिया होई गले। 24 वर्ष पुणी शासन रे थिले ना नाइ, जदि सेमाने मते यूज करिबार भी थिला तो करुथिले ना। सेमानंक पई केते लोकंक लाइफ स्पॉइल हैला, कोठी मुंडो टेकी कि चाली पारिलेनी कि निजे एटा आगे कंप्लेंट श्रद्धांजलि को। थर्ड पॉइंट, मु बाया जेना और अमरेश जेना को कही मते हठात फोन कले आ रूम बाहर को आसीबा को कहिले। बाया जेना आसिला कहिला मते देखा करबा को, तापरे डीसीपी प्रतीक सार को पाखो को नहीं कि गला देखा कराइबा। डीसीपी सर कहिले जहा हबो आमे जणैबु। तापरे बालियंता पुलिस स्टेशन रे से चंदाटा थिला अनुप कानून रे से सिगरेट टाणी टाणी आसिला आउ गाड़ी रे बस कहिला। तापरे कहिला आस खंडगिरी थाना टिके आस। खंडगिरी थाना कहि कि को आडे नहीं गले दशहरा दिन मते खंडगिरी थाना को नहीं गले। मो बापा बो को आ अप्पा आ मते गोटे घर भितर रखी देले। राति 3टा बेल को छाड़िले। मु न्यूज रे देखुची तमे फॉरवर्ड हेई सारी